ଗ୍ୟାସ୍ ମିଳୁନି ବା ବୁକିଂ ହେଇପାରୁନି ସେଥିପାଇଁ ଆପଣ ପାନିକ ହେଉଛନ୍ତି କି? ଜମା ପାନିକ ହେବେନି। ଆମ ସ୍ତ୍ରୀ ଲୋକଙ୍କର ବିଭିନ୍ନ ପ୍ରକାର ବୁଦ୍ଧି ଅଛି। ତେଣୁ ଆପଣଙ୍କ ଘରେ ମଧ୍ୟ ଇଣ୍ଡକ୍ସନ ବି ଥାଇପାରେ। ଆପଣ କହିବେ ଇଣ୍ଡକ୍ସନ କଣ ବିନା କରେଣ୍ଟରେ ଚାଲିବ? ନା ନା, କରେଣ୍ଟରେ ତ ଚାଲିବ, କିନ୍ତୁ ଅଧିକ ବିଲ୍ ନ ଉଠିବା ପାଇଁ ଆମର ଗୋଟେ ଉପାୟ ଅଛି। ଆପଣ କଣ କରିବେ ନା ଇଣ୍ଡକ୍ସନ ଯୁକ୍ତ ପ୍ରେସର କୁକରଟେ ଘରକୁ ଆଣନ୍ତୁ, ଆଉ ସେଥିରେ ରୋଷେଇ ମଧ୍ୟ କରନ୍ତୁ। ଦେଖିବେ ଅଳ୍ପ ସମୟରେ ଏବଂ ଅଳ୍ପ ଖର୍ଚ୍ଚରେ ଆପଣ ଘରେ ଖୁବ୍ ଶୀଘ୍ର ବିଭିନ୍ନ ପ୍ରକାର ରୋଷେଇ ମଧ୍ୟ କରିପାରିବେ। ମୁଁ ମଧ୍ୟ ଘରକୁ ଗୋଟେ ନୂତନ ଅତିଥି ଆଣିଛି। ଦେଖୁଛନ୍ତି, ଏଇ ଯୋଉ ନନଷ୍ଟିକ ପ୍ରେସର କୁକର, ଏହା ଗ୍ୟାସରେ ରୋଷେଇ ହେଇପାରିବ ଏବଂ ଇଣ୍ଡକ୍ସନରେ ରୋଷେଇ ହେଇପାରିବ। ଆଉ ଇଣ୍ଡକ୍ସନରେ ରୋଷେଇ କରିବାକୁ ହେଲେ ତାର କେତେ ଗୁଡେ ନିୟମ ଅଛି। ଦେଖନ୍ତୁ, ମୁଁ ଡବେ ଚାଉଳ ନେଇଛି। ଆଜି ମୋର ଚତୁର୍ଦ୍ଦଶୀ, ମୁଁ ଭାତ ଖାଇବିନି। ସ୍ୱାମୀ ସ୍ତ୍ରୀ ଆମେ 2 ଜଣ। ମୋ ଝିଅଟି ବାହାରେ ରହୁଛି, ତେଣୁ ମୁଁ ଗୋଟେ ଗ୍ଲାସେ ଚାଉଳ ନେଇଛି। ତେଣୁ এই ଗ୍ଲାସେ ଚାଉଳ ଅନୁଯାୟୀ ଆପଣ କଣ କରିବେ ନା 3 ଗ୍ଲାସ ପାଣି ସେଥିରେ ଦେଇଦେବେ। ଦେଖନ୍ତୁ, ମୁଁ 3 ଗ୍ଲାସ ପାଣି ମଧ୍ୟ ମାପିକି ରଖିଛି। ଆପଣଙ୍କର ଇଣ୍ଡକ୍ସନ ଯଦି 2000 ୱାଟ୍ର, ଆପଣ କଣ କରିବେ ନା ଯେତେବେଳେ ଭାତ ବସାଉଛନ୍ତି ପ୍ରଥମେ 800 ୱାଟ୍ରେ ଦେବେ। ସେଥିରେ 2ଟା ହୁଇସିଲ୍ ଦେଇ ସାରିଲା ପରେ ଆପଣ କଣ କରିବେ ନା ତାକୁ ଟିକେ କମେଇ ଦେଇକି 600 ୱାଟ୍କୁ ନେଇ ଆସିବେ। 600 ୱାଟ୍ରେ 4-5ଟି ହୁଇସିଲ୍ ଦେଇ ସାରିଲା ପରେ ଆପଣ ତାକୁ ଏବେ ଦେଖନ୍ତୁ କୁକରରେ ଆମର ଭାତ ରେଡି। ଏଇଭଳି ଉଷୁନା ଚାଉଳ ହଉ ବା ଅରୁଆ ଚାଉଳ, ତରକାରୀ ହଉ କି ଡାଲି ହଉ, ସବୁ କିଛି ପ୍ରେସର କୁକରରେ ବନେଇ ପାରିବେ।